ସାଙ୍ଗମାନେ ଗାଁକୁ ଆସିବା ଖୁସିରେ ମୋ ପୁଅର ଆଉ ଟିଙ୍ଗା ବାବୁର ଖୁସି କହିଲେ ତ ନ ସରେ। ଏତେ ଖୁସି ଯେ କିନ୍ତୁ କହିବି ହେବନି, ତାଙ୍କୁ ଖୁସି କହିପାରୁନି। ଫାଇନାଲି ଆମେ ଷ୍ଟେସନରେ ପହଞ୍ଚି ଗଲୁ। ତ ଟିଙ୍ଗା ବାବୁ ତ ସବୁବେଳେ କହିବେ ତମେ ପୁଅକୁ ଧରନି, କାଳେ ପକେଇଦେବ, କାଳେ ପଡ଼ିଯିବ। ତ ସେ ପୁରା କେୟାରରେ ପୁଅକୁ ଧରନ୍ତି। ଆଉ ଭାଇ ବି ଛାଡ଼ିବାକୁ ଆସିଥିଲା। ଯେହେତୁ ଟ୍ରେନ୍ ଟାଇମ୍ ହେଇନଥିଲା ତ ଆଉ 5-10 ମିନିଟ୍ ଥିଲା, ସେଥିପାଇଁ ଭାଇ ହେରି ବସିକି ଆମେ ଗପସପ କରୁଥିଲୁ। ତ ଟ୍ରେନ୍ ଆସିଲା, ଟ୍ରେନ୍ ଭିତରେ ଟିଙ୍ଗାକୁ ଖାଇଦେଲେ, ତାପରେ ମୁଁ ତ ପୁଅକୁ ଧରିଥିଲି, ସିଏ ଖାଇଦେଲେ। ଏମିତି ଖାଇସାରିଲା ପରେ ପୁଅକୁ ଟିକେ ସେ ଗେଲ କରୁଥିଲେ, କାହିଁକିନା ତାକୁ ନିଦ ବି ହେଉନଥିଲା। ଫାଇନାଲି କେତେ ଲାଗିଛି ସକାଳେ ହେଇଗଲା, ଆମେ ସକାଳେ ଭୁବନେଶ୍ୱରରେ ପହଞ୍ଚି ଗଲୁ। ପୁଅ ଦେଖିଲାଣି କେମିତି ହସୁଛି, ପୁରା କିଲିକିଲେଇକି ହସୁଛି। ତାପରେ ଅଟୋରେ ଯିବୁ ବୋଲି ବସଷ୍ଟାଣ୍ଡ, ଟିଙ୍ଗା ଓଲା କରିଥିଲେ ବୁକ୍। ତାପରେ ଅଟୋ ଆସିଗଲା, ଆସିଲୁ ହେରି। ତ ଫାଇନାଲି ସାଙ୍ଗମାନେ ଆମେ ଭୁବନେଶ୍ୱର ନ୍ୟୁ ବସଷ୍ଟାଣ୍ଡ ଆସିଲୁ ହେରି। ତ ବସ୍ରେ ଆସିଲୁ, ତ ବସ୍ରେ ଟିକେ ମୋତେ ଇଚ୍ଛା ହୁଏ ଖାଇବାକୁ, ବାନ୍ତି ହେବ ବୋଲି ବାଦାମ ଟିକେ ମିଳିଗଲା। ଫାଇନାଲି ଆମେ ଘରେ ପହଞ୍ଚିଗଲୁ। ଦେଖୁନ ସାଙ୍ଗମାନେ ଆସୁ ଆସୁ ଟିଙ୍ଗାକୁ ତାଙ୍କ ପୁଅର କେତେ କେୟାର କରୁଛନ୍ତି।